ଚାଲନ୍ତୁ ଆଜି ବନେଇବା ମେଥି ପରଟା। ଏହା ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିଥାଏ ଏବଂ ଦେହ ପାଇଁ ମଧ୍ୟ ଏହା ବହୁତ ଉପକାରୀ। ମୋ ବଗିଚାରେ ମୁଁ ଏଇଠି ମେଥି ଶାଗ ଲଗେଇଛି। ଆଜି ସେଥିରୁ ନେଉଛି କିଛି ପରଟା କରିବା ପାଇଁ। ପରଟା ପାଇଁ ମୁଁ ଏଠାରେ 2 ଗିନା ଅଟା ନେଇଛି। ସ୍ୱାଦ ଅନୁସାରେ ଲୁଣ ପକାଇବା, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇବା, ଲଙ୍କା ଗୁଣ୍ଡ, ହାଫ ଚାମଚ ଜୁଆଣିକୁ ଏପରି ହାତରେ କ୍ରସ୍ କରିକି ପକାଇବା। ମେଥି ଶାଗକୁ ମୁଁ ଭଲ ଭାବରେ ଧୋଇକି ଛୋଟ ଛୋଟ କାଟି ନେଇଛି, ତାକୁ ପକାଇବା। କିଛି ଧନିଆ ପତ୍ର ପକାଇବା, ଛୋଟ ଛୋଟ କାଟି ରଖିଥିବା କଞ୍ଚା ଲଙ୍କା ପକାଇବା, 1 ଚାମଚ ରିଫାଇନ ତେଲ ପକାଇବା। ସବୁକୁ ଭଲ ଭାବରେ ମିକ୍ସ କରିଦେବା। ଭଲ ଟେଷ୍ଟ ପାଇଁ 1 ଚାମଚ କଳା ଜିରା, 1 ଚାମଚ ଆମଚୁର ପାଉଡର ପକାଇବା। ଯଦି ଆମଚୁର ପାଉଡର ନାହିଁ ତାହେଲେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ। ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଟିକେ ଟାଇଟ୍ କରି ଚକଟି ନେବା। ଅଟା ଚକଟା ଏଇଠି ସରିଗଲା। ତା ଉପରେ ଆଉ 1 ଚାମଚ ରିଫାଇନ ତେଲ ପକାଇ ଆଉ ଟିକେ ଭଲ ଭାବରେ ମିଶାଇ ନେବା। 10 ମିନିଟ୍ କଭର କରି ରେଷ୍ଟ ପାଇଁ ଛାଡ଼ିଦେବା। 10 ମିନିଟ୍ ପରେ ଅଟାକୁ ଆଉ ଟିକେ ଭଲ କରି ଚକଟି ନେବା। ଏହିପରି ଟିକେ ରୁଟିରୁ ଆଉ ଟିକେ ବଡ଼ ଗୁଳା କରିବା। 2 ପଟରେ ଭଲ ଭାବରେ ଅଟା ଲଗେଇକି ଟିକେ ମୋଟା କରି ବେଲି ନେବା। ରୁଟି ଠାରୁ ଆଉ ଟିକେ ମୋଟା ବେଲିବେ। ଏପଟେ ମୁଁ ଗୋଟିଏ ତାୱା ଗରମ କରି ନେଇଛି। ପରଟାକୁ ଓଲଟ ପାଲଟ କରି ଏହିପରି ସେକି ନେବା। ଆପଣଙ୍କ ପସନ୍ଦ ଅନୁସାରେ ଆପଣ ରିଫାଇନ ତେଲ କିମ୍ବା ଘିଅ, ବଟର ଇତ୍ୟାଦି ଲଗାଇ ପାରିବେ। ମୁଁ ଏଠାରେ ରିଫାଇନ ତେଲ ଦେଇକି ସେକି ନେଉଛି। ଏଇଠି ମୋର ଗୋଟିଏ ପରଟା ହେଇଗଲାଣି। ତାକୁ ଗୋଟେ ପ୍ଲେଟକୁ ବାହାର କରିନେବା। ଏହିପରି ଭାବରେ ସବୁ ପରଟାକୁ ବେଲିକି ସେକି ନେବା। ଭିଡ଼ିଓଟି ଯଦି ଟିକେ ବି ଭଲ ଲାଗିଥାଏ ତାହେଲେ ଗୋଟେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ଅଲ୍ ଅପସନଟିକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଆଉ ଆପଣ କେଉଁ ଜାଗାରୁ ଭିଡ଼ିଓ ଦେଖୁଛନ୍ତି ନିହାତି କମେଣ୍ଟ କରି ଜଣାନ୍ତୁ। ଜାଣିଲେ ମୁଁ ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ଧନ୍ୟବାଦ ଦେଇପାରିବି। ଏହି ରେସିପିକୁ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ଏହା ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିଥାଏ। ଏହାକୁ ଆପଣ ଦହି ସହିତ ଖାଇଲେ ବହୁତ ହିଁ ଟେଷ୍ଟି ଲାଗିଥାଏ। ଟମାଟୋ ସସ୍ କିମ୍ବା ଧନିଆ ଚଟଣି ସହିତ ମଧ୍ୟ ଏହାକୁ ଖାଇପାରିବେ।